ଏକ 2 ମହଲା କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେಳೆ ଭୁଶୁଡ଼ି ପଡ଼ିବାରୁ 2 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ତେବେ ଦିଲ୍ଲୀରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି, ଯାହାକି ଦିଲ୍ଲୀର କବିର ନଗର ୱେଲକମ୍ ଅଞ୍ଚଳରେ 2 ମହଲା ପୁରୁଣା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ତେବେ ରାତି 2ଟା ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ଏବଂ ଏହି ଘଟଣାରେ 2 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୱେଲକମ୍ର କବିର ନଗରରେ ରାତି 2ଟା ପରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ମାଟି ତଳେ ଚାପି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 30 ବର୍ଷୀୟ ବ୍ୟକ୍ତି ଅଦର୍ଶ ଏବଂ 20 ବର୍ଷ ବୟସର ତାହିଦଙ୍କର ମୃତ୍ୟୁ ହୋଇଥିବା ବେଳେ 22 ବର୍ଷ ବୟସର ରେଶନ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଏନେଇ ଉତ୍ତର ପୂର୍ବ ଦିଲ୍ଲୀ ଡିସିପି ଆନନ୍ଦ ତିର୍କି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ତେବେ ବିଲ୍ଡିଂ ଭୁଶୁଡ଼ି ପଡ଼ିବାର ସୂଚନା ପାଇ ସଙ୍ଗେ ସଙ୍ଗେ ଫାୟାର ବ୍ରିଗେଡ୍ ଷ୍ଟେସନର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ ଏବଂ ମାଟି ତଳେ ପୋତି ହୋଇ ରହିଯାଇଥିବା 3 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ସେଥିମଧ୍ୟରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।